অভয়বাণী অভয়বাণী অভয়বাণী। জয় গুরু জয় গুরু জয় গুরু। ଶ୍ରୀ ଶ୍ରୀ ଠାକୁର ମହାରାଜଙ୍କର ଅଭୟ ପାଦ ପଦ୍ମରେ ଭକ୍ତିପୂତ ପ୍ରଣତି। ସମସ୍ତ ଗୁରୁ ଭାଇ ଓ ମାଆମାନଙ୍କୁ ଜୟଗୁରୁ ପ୍ରଣାମ। ସମସ୍ତ ଶ୍ରୋତାମାନଙ୍କୁ ପ୍ରୀତି ପ୍ରଣାମ। ଆଜି ଅଭୟବାଣୀର ଅଭୟ ମୂର୍ଚ୍ଛନା କାର୍ଯ୍ୟକ୍ରମରେ ଆମେ ଅଭୟବାଣୀର ପ୍ରଥମ ଖଣ୍ଡ ଶ୍ରୀହସ୍ତ ଲିଖିତ 33 ନମ୍ବର ବାଣୀ ପାଠ କରିବାକୁ ଯାଉଛି। ମୋ ଦେହଟା ରୁଗ୍ଣ ହୋଇ ପଡ଼ିଥିଲେ ମଧ୍ୟ ତୁମମାନଙ୍କର ହାତ ଧରି ଜୋର କରି ନିତ୍ୟଧାମକୁ ଟାଣି ନେଇଯିବାର ଶକ୍ତି ଯଥେଷ୍ଟ ଅଛି। ନିଶ୍ଚିନ୍ତରେ ଯେତିକି ପାର ସଂସାର ଭୋଗ କରିନିଅ, ତେବେ ନିର୍ଭରତା ଟିକକ ଯେପରି ଥାଏ। ଏ ବାଣୀଟି ଠାକୁର ପୁରୀରେ ଥିଲାବେଳେ 28/12/37ରେ ଏ ଚିଠିଟି ଜଣେ ଭକ୍ତଙ୍କ କତିକି ଲେଖିଥିଲେ। ଯେଉଁ ଠାକୁର ଚିଠି ଦ୍ୱିତୀୟ ଖଣ୍ଡର 100 ନମ୍ବର ଚିଠି, এই চিঠি ମାଧ୍ୟମରେ এই ଉପଦେଶଟି ଠାକୁର ପ୍ରଦାନ କରିଛନ୍ତି। ଏ ବାଣୀ ମାଧ୍ୟମରେ ଠାକୁର କହୁଛନ୍ତି ଯେ ମୋ ଦେହଟା ରୁଗ୍ଣ ହୋଇ ପଡ଼ିଥିଲେ ମଧ୍ୟ ତୁମମାନଙ୍କ ହାତ ଧରି ଜୋର କରି ନିତ୍ୟଧାମକୁ ଟାଣି ନେଇଯିବା ଶକ୍ତି ମୋର ଯଥେଷ୍ଟ ଅଛି। ତେଣୁ ଆମେ ସମସ୍ତେ ଜାଣିତେ ଠାକୁର ପରପାରିର ଯେ ମାଷ୍ଟର କହିଲେ ବି ଅତ୍ୟୁକ୍ତି ହେବନି, ଯେଉଁଟାକି ମୃତ୍ୟୁ ପରେ ଜୀବର ଗତି ବା ଆତ୍ମାର ଗତି କ'ଣ, ତାର ସମସ୍ତ ପ୍ରକାର ତତ୍ତ୍ୱ ବା ସମସ୍ତ ପ୍ରକାର ବ୍ୟବସ୍ଥା ସ୍ୱତନ୍ତ୍ର ଭାବରେ ନିଜେ ସ୍ୱ ଶରୀରରେ ଅନୁଭବ କରିଛନ୍ତି। ଯେଉଁ ନିର୍ବିକଳ୍ପ ସମାଧି ଯେଉଁ ଠାକୁର କରିଛନ୍ତି, ସେ ନିର୍ବିକଳ୍ପ ସମାଧିରେ ସେ ଯେଉଁ ଆତ୍ମାର ଗତିଟା ଯାଇକିରି ଆନନ୍ଦ ଧାମରେ ପହଞ୍ଚିଛି ବା ନିତ୍ୟ ଧାମରେ ପହଞ୍ଚିଛି। ପୁଣି ସେଠୁ ଫେରିଛି ଗୁରୁ ରୂପ ଧାରଣ କରିବା ମୁଁ ଗୁରୁ, ଏଇ ଯେଉଁ ଅହଙ୍କାର ବା ଯେଉଁ ଗୁରୁତ୍ୱଟା ଦ୍ୱାରା ସେ ଆତ୍ମା ପୁଣି ଫେରିକିରି ନଳିନୀକାନ୍ତରୁ ନିଗମାନନ୍ଦ ଠାକୁର ହେଇଛନ୍ତି ବା ସଦ୍ଗୁରୁ ହେଇଛନ୍ତି। ଏ କଥା ଆମେ ସମସ୍ତେ ଜାଣିଛେ। ସେଇଥିପାଇଁ ଠାକୁର କହୁଛନ୍ତି ଯେ ତୁମମାନଙ୍କୁ ନିତ୍ୟଧାମକୁ ଟାଣି ନେଇଯିବା ପାଇଁ ମୋର ଯଥେଷ୍ଟ ଶକ୍ତି ଅଛି। ଆଉ ଏଇ କଥାଟା ଠାକୁର କେତେବେଳେ କହିଛନ୍ତି ଯେ ବୟସର ଅପରାହ୍ନର ବା ଶେଷ ସମୟ ବେଳକୁ, ଏଇଟା ସେତେବେଳେ ଠାକୁର ଟିକେ ଅସୁସ୍ଥ ହୋଇପଡ଼ିଥିଲେ, ଶାରୀରିକ ଅସୁସ୍ଥତା ଅନୁଭବ କରୁଥିଲେ। ଠାକୁରଙ୍କର ଥଣ୍ଡା ଜନିତ ରୋଗ, ଟିକେ ଶ୍ୱାସଜନିତ ରୋଗ ଥିଲା, ଯେଉଁଟାକି ସେ ମଧ୍ୟ ମୁଁ ଅନୁଭବ କରେ, ସେ ମଧ୍ୟ କୌଣସି ଭକ୍ତ ପାଇଁକା ତାକୁ ସେ ଗ୍ରହଣ କରିଛନ୍ତି। ତାଙ୍କର କିଛି ମାନେ ସେ ଯେଉଁ ଶୁଦ୍ଧାତ୍ମା ବା ଶୁଦ୍ଧ ଶରୀର, ସେଥିରେ ରୋଗ ପ୍ରବେଶର କୌଣସି ଇଏ ନାହିଁ, ଅବକାଶ ନାହିଁ। କିନ୍ତୁ ଭକ୍ତମାନଙ୍କର ଉପକାର ପାଇଁ ବା ଭକ୍ତମାନଙ୍କର ଉନ୍ନତି ପାଇଁ, ଭକ୍ତମାନଙ୍କୁ ଉପଶମ ଦେବା ପାଇଁ ସେ ମଧ୍ୟ ମାନେ କରୁଣାମୟ, ଯିଏକି ନିଜେ ମଧ୍ୟ ତାକୁ ବହନ କରନ୍ତି। ଯାହା ହଉ ଠାକୁର ସେଇ କଥା କହିଛନ୍ତି ଯେ ମୁଁ ଏଇ ପୁରୀରେ ଥିଲାବେଳେ ଟିକେ ଦେହ ଅସୁସ୍ଥ ହୋଇଯାଇଛି, ମୁଁ ଟିକେ ନିଜକୁ ଆଉ ଏତେ ଚଳଚଞ୍ଚଳ ଅନୁଭବ କରିପାରୁନି। ତଥାପି ତୁମମାନେ ମନେ ରଖିବ ଯେ ତା ଦ୍ୱାରା ଯେ ମୁଁ ତୁମମାନଙ୍କୁ ନିତ୍ୟଧାମକୁ ନେଇପାରିବି ନାହିଁ, ଏ କଥା ଭାବିବ ନାହିଁ। କାରଣ ସେ କାର୍ଯ୍ୟ ଏଇ ସ୍ଥୂଳ ଶରୀର ମାଧ୍ୟମରେ ସେ କାର୍ଯ୍ୟ ହେଉନି, ସେ କାର୍ଯ୍ୟଟା ସୂକ୍ଷ୍ମ ଶରୀର ତାଙ୍କର। ଆମେ ଯେଉଁ ଠାକୁରଙ୍କୁ ପୂଜା କରୁଛେ, ଠାକୁର ସେଇ କଥା କହିଛନ୍ତି, ଗୋଟା ଜାଗାରେ କହିଛନ୍ତି ଏଇ 50ଟା ଶରୀରକୁ ତୁମେ ଧ୍ୟାନ କଲେ, ଜପ କଲେ ସବୁ ପାଇବ। ଆଉ ଗୋଟା ସ୍ଥାନରେ ମଧ୍ୟ କହିଛନ୍ତି ଯେ ଏଇ ଯେଉଁ ଶରୀରଟା ଦେଖୁଛ, ଏଇ ଶରୀରଟା ମୁଁ ନୁହଁ, ମୋ ଭିତରେ ଯିଏ ଅଛି ସେଇଟା ମୁଁ। ତେଣୁ ଏସବୁ ଜିନିଷକୁ ଆମେ ଅନୁଭବ କରିପାରିଲେ ହିଁ ଜାଣିପାରିବା ଠାକୁର କେଉଁ ଜାଗାରେ କେଉଁ କଥାଟା କହିଛନ୍ତି। ସବୁ କଥାଟାକୁ ଯଦି ଗୋଟାଏ ଦିଗରେ ଆମେ ଲଗାଇବା, ତାହେଲେ ବିଭ୍ରାନ୍ତିକର ପରିସ୍ଥିତି ମାନସିକତା ଆସିଯିବ। ତେଣୁ କେଉଁ କ୍ଷେତ୍ରରେ କେଉଁଟା ପ୍ରଯୁଜ୍ୟ, ସେଇ କ୍ଷେତ୍ରରେ ଠାକୁର ସେଇ ଉପଦେଶଟା ହିଁ ପ୍ରଦାନ କରିଛନ୍ତି। ତେଣୁ ଆମେମାନେ ସେଥିପାଇଁ ମାନେ ସଚେତନ ହେବା। ଆଉ ଠାକୁର ଏଇ ଯେଉଁ କଥା କହୁଛନ୍ତି, ନିଶ୍ଚିନ୍ତରେ ଯେତିକି ପାର ସଂସାର ଭୋଗ କରିନିଅ, ଏଇ ଜିନିଷଟା ହେଉଛି ସବୁଠୁ ଗୁରୁତ୍ୱପୂର୍ଣ୍ଣ। ସଂସାର ଭୋଗ କରିବାକୁ ଠାକୁର ମନା କରିନାହାନ୍ତି, କାହାକୁ କହିନାହାନ୍ତି ଯେ ତୁମେ ଘର ଦ୍ୱାର ଛାଡ଼ିକିରି ଯାଇକି ସନ୍ନ୍ୟାସୀ ହୁଅ, ସାଧୁ ହୁଅ ବା ବାହାରେ ବୁଲ। ତେଣୁ ସଂସାରରେ ଯେତିକି ପାର ସଂସାର ଭୋଗ କରିନିଅ, ମାନେ ସଂସାରର ଯେତିକି ପାର, ମାନେ ଜଣେ କହିବ ଯେ ମୋର ଆବଶ୍ୟକତା ଅଛି, ମୁଁ ଶ୍ରେଷ୍ଠ ସ୍ଥାନରେ ପହଞ୍ଚିବି, ଟାଟା ବିର୍ଲା ଅମ୍ବାନୀ ଭଳିଆ ମୋର ଆବଶ୍ୟକତା ଅଛି, ସେଇଟା ଯେତିକି ପାର ନୁହଁ। ସଂସାରର ଆବଶ୍ୟକତା ଅନୁସାରେ, ଆମର ପ୍ରାରବ୍ଧ କର୍ମ ଅନୁସାରେ ଆମକୁ ଯେତିକି ଭୋଗାଭୋଗ ମିଳିଛି, ଆମେ ତାକୁ ଭୋଗ କଲେ ଆମେ ଆନନ୍ଦ ପାଇବା। ସବୁବେଳେ ଆମେ ଚିନ୍ତା କରିବା ଯେ ମୁଁ ଯେଉଁ ସ୍ତରରେ ଅଛି, ମୋ ନିମ୍ନ ସ୍ତରରେ ଯେଉଁ ଲୋକଟି ଅଛି ବା ଯେଉଁ ଗୁରୁ ଭାଇଟି ଅଛି ବା ଯେଉଁମାନେ ସଂସାରରେ ଅଛନ୍ତି, ମୋ ପଡ଼ୋଶୀ ଯିଏ ଅଛି,
ଯେଉଁମାନେ ଅଛନ୍ତି ସେମାନଙ୍କ କଥା ଆମେ ବିଚାର କରିବା ମାନେ ଆମଠୁ ଯିଏ ଟିକେ ଦୁର୍ବଳ ସ୍ତରରେ ଅଛନ୍ତି ତାହେଲେ ଆମକୁ ଆନନ୍ଦ ଲାଗିବ। ଯଦି ଆମଠାରୁ ଉଚ୍ଚ ସ୍ତରରେ ଯିଏ ଅଛନ୍ତି ମନେ କରନ୍ତୁ ଆମେ ଦେଖୁଛେ ଭାଇମାନେ ମାଆମାନେ ମାନେ ବିଭିନ୍ନ ଉଚ୍ଚ ସ୍ତରରେ ସମସ୍ତେ ଅଛନ୍ତି, ବିଭିନ୍ନ ପ୍ରକାର ଆର୍ଥିକ ସ୍ୱଚ୍ଛଳତାରେ ଅଛନ୍ତି। ଆମେ ଆର୍ଥିକ ସ୍ୱଚ୍ଛଳତା ନାହିଁ, ଯଦି ଆମକୁ ସେତେବେଳେ ମନ ଭିତରେ ଆସିବ ସେମାନେ ଏଇଭଳିଆ ପରିସ୍ଥିତିରେ ଥିବାରୁ ତାଙ୍କର କାର ଅଛି, ମାନେ ସେମାନେ ଅର୍ଥ ଖର୍ଚ୍ଚ କରି ପ୍ଲେନ୍ରେ ଯାଇପାରୁଛନ୍ତି, ତେଣୁ ସେ ଠାକୁରଙ୍କ କାର୍ଯ୍ୟ କରୁଛନ୍ତି। ଆମ ପାଖରେ କ'ଣ ଅଛି ଆମେ ଠାକୁରଙ୍କ କାର୍ଯ୍ୟ କରିବୁ, ଏଇ କଥା ଭାବନାଟା ଆସିଯିବ ସାଙ୍ଗେ ସାଙ୍ଗେ। ନା, ଆମେ ଓଲଟାଟା ଭାବିବା ଯେ ଆମେ ଯେତିକି ଆମକୁ ଠାକୁର ରଖିଛନ୍ତି ଆମେ ତାଙ୍କର ସେବା କାର୍ଯ୍ୟ ନିଶ୍ଚିନ୍ତ କରିବା, ଆଉ ସଂସାରଟା ମଧ୍ୟ ସେଇଆ ତାଙ୍କ ଉପରେ ଛାଡ଼ିଦେବା ସଂସାରକୁ। ସେଥିପାଇଁ ଠାକୁର କହିଲେ ଗୃହର କର୍ତ୍ତା ହିସାବରେ ତ ମୋତେ ମାନିନିଅ, ସଂସାରର ପ୍ରତ୍ୟେକ କାର୍ଯ୍ୟ ଠାକୁରଙ୍କ ପାଇଁ ହେଉଛି। ଏଇ ଯେଉଁ ଅନୁଭବଟା ଆମେ କରିବା ଯଦି, ତାହେଲେ ଏଇ ଯେଉଁ କଥାଟା କୁହାଯାଇଛି ନିଶ୍ଚିନ୍ତରେ ଯେତିକି ପାର ସଂସାରଟା ଭୋଗ କରିନିଅ। ତାହେଲେ ସଂସାର ଭିତରେ ଯେତେବେଳେ ଦୁଃଖ ଦୁର୍ଦ୍ଦଶା ଆସିବ ସେତେବେଳେ ମାନସିକତା ଭାଙ୍ଗିବ ନାହିଁ, ଦୃଢ଼ ଭାବରେ ସେ ତାଙ୍କରି ଉପରେ ନିର୍ଭର ରହିବ। ଆଉ ଗୋଟେ କଥା ଶେଷରେ ଠାକୁର ଏଇ ବାଣୀ ମାଧ୍ୟମରେ କହୁଛନ୍ତି, ତେବେ ନିର୍ଭରତା ଟିକକ ଯେପରି ଥାଏ, ଏଇଟା ହେଉଛି ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା। ଆମେ ଯେତେବେଳେ ସଂସାର ଭିତରେ ବିଚଳିତ ହୋଇଯାଉ କୌଣସି ଘଟଣାକୁ ନେଇ, ସେତେବେଳେ ଆମର ନିର୍ଭରତାଟା ଟିକେ କମିଯାଏ। ଆମେ ସେଇ କାର୍ଯ୍ୟକୁ ନେଇ କ'ଣ କରିବା ତାର ମାନେ କେମିତି ତାର ପ୍ରତିକାର କରିବା ସେଥିପାଇଁ ଆମେ ବ୍ୟସ୍ତ ହୋଇପଡ଼ୁ। ସେତେବେଳେ ଆମେ ମନେ ପଡ଼ୁନା ଯେ ନା ନା ମୋର ଏଇ ଯେଉଁ ସମସ୍ୟାଟା ଉପୁଜିଛି ମୋର ପରିବାର ଭିତରେ ଉପୁଜିଛି, ବା ତାକୁ ଆମେ ଠାକୁରଙ୍କ ଚରଣରେ ସମର୍ପଣ କରିଦେବା। ଠାକୁରଙ୍କ ପାଦ ତଳେ ଯାଇକିରି ହାତ ଯୋଡ଼ିକି ପ୍ରଭୁଙ୍କୁ ଜଣାଇବା, ପ୍ରଭୁ ମୋର ପରିବାରରେ ଏଇ ସମସ୍ୟା ହେଇଛି, ଏଇଟା କେମିତି ସମାଧାନ ହେବ, ଆପଣ ତାର ବ୍ୟବସ୍ଥା କରନ୍ତୁ, ଆପଣ ତାର ପ୍ରତିକାର କରନ୍ତୁ। ସେଇ ଯେଉଁ ନିର୍ଭରତା ଯେ ପ୍ରଭୁ ମୁଁ ଆପଣଙ୍କ ଉପରେ ନିର୍ଭର କରୁଛି, ଯାହା ଭଲ ହେଉ ବା ମନ୍ଦ ହେଉ, ସୁ ହେଉ ବା କୁ ହେଉ, ତା ଆପଣଙ୍କ ଦାନ ବୋଲି ଭାବି ନେଇକି ମୋତେ ଉଦ୍ଧାର କରନ୍ତୁ ବା ଏଇ ସମସ୍ୟା ଦୂରୀକରଣ ହେଉ। ଯଦି ଏଇ ଭାବନାରେ ଆମେ ରହିବା ତାହେଲେ କ'ଣ ହେବ ନା ଆମେ ସମସ୍ତେ ଖୁସିରେ ରହିପାରିବା, ଆଉ ଠାକୁରଙ୍କର ଯେଉଁ କଥାଟା ଠାକୁର କହିଛନ୍ତି ଏଇ ବାଣୀ ମାଧ୍ୟମରେ ଆମେ ନିଶ୍ଚୟ ପାଇପାରିବା। ତେଣୁ ଠାକୁର ସେଇ କଥା କହୁଛନ୍ତି ଏଇଠି, ଭଗ୍ନ ସ୍ୱାସ୍ଥ୍ୟ ଓ ରୁଗ୍ଣ ଦେହ ନେଇ ବଞ୍ଚି ରହିବା ବିଡ଼ମ୍ବନା, କ୍ରମଶଃ ଦେହଟା ଦୁର୍ବଳ ହୋଇ ଉଠୁଅଛି, କିନ୍ତୁ କୌଣସି ଉପାୟ ନାହିଁ। ମାଲିକର ଇଚ୍ଛା ଉପରେ ସବୁ ନିର୍ଭର କରୁଅଛି। ଏଇ ଯେଉଁ ମାଲିକର ଇଚ୍ଛା ଉପରେ ସବୁ ନିର୍ଭର କରୁଅଛି, ଏଠି ଠାକୁର ଭଗବାନଙ୍କ ଉଦ୍ଦେଶ୍ୟରେ କହିଛନ୍ତି। ସବୁବେଳେ ଦେଖାଯାଇଛି ଯେ ଗୁରୁ କେବେ ଭଗବାନଙ୍କର ଯେଉଁ ଜଗତର କାର୍ଯ୍ୟ ଉପରେ ହସ୍ତକ୍ଷେପ କରନ୍ତି ନାହିଁ। ଯାହା ଲୀଳା ହେବାର ଅଛି ସେଇ ଲୀଳାକୁ ସେ ସମର୍ଥନ କରି ଚାଲିଯାଆନ୍ତି। ସେ ଚାହିଁଲେ ପରିବର୍ତ୍ତନ କରିଦେଇ ପାରିବେ, କିନ୍ତୁ ତାଙ୍କର ସେ ଶକ୍ତି ଅଛି। ଠାକୁର କହୁଛନ୍ତି ଯାହା ସେଇ ମାଲିକର ଇଚ୍ଛା, ଯାହା ହେଉ ତୁମମାନେ ସୁଖରେ ଅଛ, ଆନନ୍ଦରେ ଅଛ, ଜାଣିଲେ ମଧ୍ୟ କେତେ ମାତ୍ରାରେ ତୃପ୍ତି ରହିପାରେ, କିନ୍ତୁ ଅପୂର୍ଣ୍ଣ ଜଗତରେ ବ୍ୟବହାରିକ ପରିପୂର୍ଣ୍ଣ ଶାନ୍ତି କାହାରି ବି ନାହିଁ। ଏଇ କଥା ଠାକୁର କହୁଛନ୍ତି। ଏଇ ସଂସାରରେ ଆମେ ଯେଉଁ ଚଳୁଛେ ଏଠି କାହାରି ମନ ଭିତରେ କେବେ ପରିପୂର୍ଣ୍ଣ ଶାନ୍ତି ନାହିଁ। ଏଇ ଯେଉଁ ପରିପୂର୍ଣ୍ଣ ଶାନ୍ତିଟା ଆସିବାକୁ ହେଲେ କେବଳ ଗୋଟିଏ ଜିନିଷ, ଭଗବାନଙ୍କ ଉପରେ ନିର୍ଭରଶୀଳ ବା ଠାକୁରଙ୍କ ଉପରେ ନିର୍ଭରଶୀଳ ହୋଇ ଆମେ ଯଦି ନିର୍ଭର ହୋଇ ତାଙ୍କରି କାର୍ଯ୍ୟ କରିଚାଲିବା, ତାହେଲେ ଆମେ ସମସ୍ତେ ଦିନେ ସେଇ ଠାକୁର ଯେଉଁ କହିଛନ୍ତି ଯେ ତାଙ୍କରି ପଥରେ ଆମେ ଗତି କରି ତାଙ୍କରି ସାନ୍ନିଧ୍ୟ ଲାଭ କରି ବା ତାଙ୍କର ଆଶୀର୍ବାଦ ଲାଭ କରି ଜୀବନକୁ ଧନ୍ୟ କରିବା। ଜୟ ଗୁରୁ, ଜୟ ଗୁରୁ।